ତ ପିଲାମାନେ ଆଜି ଆମେ ଦେଖିବା ତୃତୀୟ କ୍ଲାସର ପ୍ରଥମ ପାଠ କେହି ନୁହେଁ ତା ସରି। ତାର ଆଜି ଆମେ ପ୍ରଶ୍ନ ଉତ୍ତର ଆଜି କରିବା। ଚାଲନ୍ତୁ। ତ ଏଇଟା ହେଉଛି ସାହିତ୍ୟର ପ୍ରଥମ ପାଠ। ତ ପ୍ରଥମର ଆମର ଗୋଟେ ଚିତ୍ର ଦେଇଛି। କୋଶ୍ଚିନ୍ ତା ତଳେ ଦେଇଛି, କୋଶ୍ଚିନ୍ ଆମେ ପଢ଼ିବା। ଚାଲନ୍ତୁ। ତ ପ୍ରଶ୍ନ 1 ନମ୍ବର ଲେଖିଛି, ଉପରୋକ୍ତ ଚିତ୍ର ତୁମେ କ'ଣ ସବୁ ଦେଖୁଛ? କୁହନ୍ତୁ ପିଲାମାନେ। ଏହି ଚିତ୍ରରେ ଆମେ ଦେଖୁଛୁ ଯେ ଗୋଟିଏ ଝରଣା ଅଛି, ଗୋଟିଏ ପର୍ବତ ଅଛି, ଆଉ ଗୋଟିଏ ସୂର୍ଯ୍ୟ ଅଛି ଏବଂ ଗଛ, ପଶୁ, ପକ୍ଷୀ, ପିମ୍ପୁଡ଼ି ସବୁ ଅନେକ ପ୍ରକାରର ପଶୁ ପକ୍ଷୀ ଅଛନ୍ତି ଆମେ ଦେଖିପାରୁଥିବୁ। ତ 1 ନମ୍ବର ପ୍ରଶ୍ନ ସରିଲା। ଦ୍ୱିତୀୟ ନମ୍ବର ଚାଲ ଏବେ ପ୍ରଶ୍ନ ପଢ଼ିବା। ତ ଦ୍ୱିତୀୟ ନମ୍ବର ପ୍ରଶ୍ନ ହେଉଛି, ଚିତ୍ରରେ ଥିବା ପ୍ରାଣୀଙ୍କ ପରି ଆଉ କେଉଁ ସବୁ ପ୍ରାଣୀଙ୍କୁ ତୁମ ଘରରେ ଆଖପାଖରେ ଦେଖୁଛ କୁହ? ତମ ଆଖପାଖରେ କ'ଣ ସବୁ ଦେଖୁଥିବ? ଆପଣ ଦେଖୁଥିବେ କୁକୁର ଦେଖୁଥିବେ, ବିଲେଇ ଦେଖୁଥିବେ, ଶୁଆ, ଶାରୀ, ପକ୍ଷୀ, ବିଭିନ୍ନ ପ୍ରକାର ସବୁ ପ୍ରାଣୀ ଜାତି ସବୁ ଦେଖୁଥିବେ ଆପଣମାନେ। ତ ଲେଖିବ ଏମିତି। ତ ପିଲାମାନେ ତୃତୀୟ ପ୍ରଶ୍ନ ପଚାରିଛି, ତୁମେ ଜାଣିଥିବା 5ଟି ଫୁଲ ଗଛର ନାମ କୁହ? ତ ପ୍ରଥମ ଗଛର ନାମ ହେଉଛି, ଫୁଲ ଗଛର ନାମ ଟଗର ଗଛ, ଗୋଲାପ ଗଛ, ମକମଲ୍ଲି ଫୁଲ ଗଛ, ମନ୍ଦାର ଫୁଲ ଗଛ ଓ ପଦ୍ମ ଗଛ। ତ ଚାଲନ୍ତୁ ଏବେ ଆମେ ଆଉ ଗୋଟେ ପ୍ରଶ୍ନ ପଢ଼ିବା। ତ ଆସ ଗୀତଟିକୁ ମନେ ପକାଇବା। ତ କୋଶ୍ଚିନ୍ 1 ନମ୍ବର ହେଉଛି, କାହାଠାରୁ କ'ଣ ଶିଖିବା? ଗାର ଯୋଡ଼, ଗାର ଟାଣି ଯୋଡ଼। ଚାଲ ଦେଖିବା। ତ ପ୍ରଥମ ହେଉଛି ଫୁଲ ଗଛ। ଫୁଲ ଗଛକୁ କେଉଁଟା ମାରିବ? ସବୁବେଳେ ହସିବ। ତ ଦ୍ୱିତୀୟ ହେଉଛି ପର୍ବତ। ପର୍ବତ ସବୁବେଳେ କ'ଣ ହେଉଛି? ସିଧା ହେଇକିରି ସବୁବେଳେ ରହୁଛି ସେଠି ଆଗେ। ତ ସେଇଟା ଲେଖିବ, ମାରିବ ସ୍ଥିର ରଖିବା। ପର୍ବତକୁ ସ୍ଥିର ରଖିବା ଆପଣ ମାରିବେ ତୀର ଚିହ୍ନ। ତ 3 ନମ୍ବର ହେଉଛି କୋଇଲି। କୋଇଲି ସବୁବେଳେ ମଧୁର ହସିବ, ମଧୁର କଥା କହିବ, ମଧୁର ରାବିବ। ତ ଆପଣ ମାରିବ କୋଇଲିକି ମଧୁର କହିବା। ତ କୋଇଲି ତଳୁ ଗୋଟେ ଝରଣା ଅଛି। ତ ଝରଣା ସବୁବେଳେ କ'ଣ? ଆଗେଇକି ଯିବ। ତ ଆପଣ ଝରଣା ଗୋଟେ ଜାଗାରେ କେବେ ରହିବ କି? ଝରଣା ଆଗେଇକି ଯିବ। ତ ଆପଣ ମାରିବେ କ'ଣ ଯେ ଝରଣା ଯଦି ହେଇଛି ସେଇଟା ଆଗେଇକି ଯିବା। ତ ସେଇଠୁ ଆପଣ ତୀର ଚିହ୍ନ ମାରିବେ। ତା ନମ୍ବର ପ୍ରଶ୍ନ ହେଉଛି, ତ ଆପଣ ଦେଖନ୍ତୁ ତା ତଳକୁ ଗୋଟେ ଗଛ ଅଛି। ଗଛ ତଳେ ପିଲା 2ଟି ବସିଛନ୍ତି, ତାଙ୍କେ ଫଳ ଖାଉଛନ୍ତି। ତ ସେଇଟା କ'ଣ ହେବ? ସେଇଟା ହେବ ଅନ୍ୟର ହିତ କରିବା। ପିଲାମାନେ ସେଇଟା କ'ଣ ହେବ ଯେ ଗଛ ଆମକୁ ବିଭିନ୍ନ ପ୍ରକାର ସବୁ ସାହାଯ୍ୟ ସହଯୋଗ କରୁଛନ୍ତି ନା ନାହିଁ? ତ ସେଇଟା ହେବ କ'ଣ ଯେ ଅନ୍ୟର ହିତ କରିବା। ଆପଣ ତୀର ଚିହ୍ନ ମାରିବେ ସେଠି। ତ ପିଲାମାନେ ଏବେ 2 ନମ୍ବର ପ୍ରଶ୍ନ ପଢ଼ିବା। କବିତାଟି ପଢ଼ି ତୁମେ କାହା ପରି ହେବା ପାଇଁ ଚାହୁଁଛ ଲେଖ। ତା ଚିତ୍ରରେ କର ନାମ ଲେଖ। ତ ପିଲାମାନେ କାହା ପରି ଆପଣ ହେବାକୁ ଚାହୁଁଛନ୍ତି? ଆପଣ ଲେଖିପାରିବ, ନହେଲେ ଆପଣ ଚିତ୍ର କରିପାରିବ। ଫୁଲ ପରି, କିଏ ଶୁଆ ପରି, କିଏ କୋଇଲି ପରି। ତ ଆପଣ କୌଣସି ପ୍ରକାର ଚିତ୍ର ଆପଣ କରିପାରିବେ ଏଠି। ତ 3 ନମ୍ବର କୋଶ୍ଚିନ୍ କ'ଣ ଦେଇଛି ପିଲାମାନେ? ତଳ ଲିଖିତ ବାକ୍ୟକୁ ପଢ଼ ଓ ସେହି ଭାବ କବିତାରେ କେଉଁ ପଦରେ ଅଛି ଦେଖ ଓ ଲେଖ। କ ନମ୍ବର କ'ଣ ଦେଇଛି କୋଶ୍ଚିନ୍ ପିଲାମାନେ? ମୁଁ ଯେଉଁଠାରେ ରହିଲେ ବି କାହାର ମନରେ ଦୁଃଖ ଦେବି ନାହିଁ। ତ ଏଇଟା ପ୍ରଥମ ପାଠରେ ପ୍ରଥମ ଗୀତର ଅଛି। ଚାଲ ଦେଖିବା ଆମେ କ'ଣ ଆନ୍ସର ଉତ୍ତର ହେବ। ତ ପିଲାମାନେ ପ୍ରଥମ ପେଜରେ ହିଁ ଅଛି। ତ ଚାଲ ଆମେ ଗୀତଟିକୁ ଆମେ ପଢ଼ିବା। ଦୁଃଖ ଦେବିନି ତ କାହାରି ମନେ ଆସୁ ବିପଦ ବାଧା। ଆପଣ ଯେଉଁ ରଙ୍ଗ ଚିହ୍ନ ମାରାଇଛି ସେଇଟା ଆପଣ ଲେଖିବେ। ତ ଚାଲ ଆମେ ଏବେ ଖ ନମ୍ବର ପ୍ରଶ୍ନ ପଢ଼ିବା। ମୋ ଲକ୍ଷ୍ୟ ପୂରଣ କରିବା ପାଇଁ ମୁଁ ମେରୁ ପରି ଅଟଳ ରହିବି। ତ ଚାଲ ପ୍ରଥମ ହିଁ ପେଜରେ ଅଛି। ତ ଚାଲ ଆମେ ଦେଖିବା। ତ ପିଲାମାନେ ପ୍ରଥମରେ ପେଜରେ ହିଁ ଅଛି। ତ ଚାଲ ଦେଖନ୍ତୁ, ଏଇଟା ପାହାଡ଼ ସମ ସ୍ଥିର ମନରେ କରିବା ସବୁ କାମ। ତ ଏଇଟା ହେଉଛି ଖ ନମ୍ବର ଉତ୍ତର। ତ ଆପଣ ଏଇଟା ଲେଖିବେ। ତ ପିଲାମାନେ ଗ ନମ୍ବର ପ୍ରଶ୍ନ ଚାଲ ଆମେ ପଢ଼ିବା। ମୁଁ ଦୁଃଖୀ ଲୋକଙ୍କ ଓଠରେ ହସ ଖେଳାଇବି ଓ ତାଙ୍କର ସାଥୀ ହୋଇ ରହିବି। ତ ପିଲାମାନେ ଏଇଟା ବି ପ୍ରଥମ ପେଜରେ ହିଁ ଅଛି। ତ ଚାଲ ଆମେ ଦେଖିବା। ତ ପିଲାମାନେ ଏଇଟା ବି ପ୍ରଥମ ପେଜରେ ହିଁ ଅଛି। ତ ଦେଖ ଏଇଟା ତ ଲେଖା ହେଇଛି, ଦୁଃଖୀ ଓଠରେ ହସ ଖେଳାଇ ହେବି ମୁଁ ତାର ମିତ। ତ ଏଇଟା ଆପଣ ଉତ୍ତର ଲେଖିବେ ଗ ନମ୍ବର। ତ ପିଲାମାନେ ଚାଲ ଏବେ ଆମେ ଆଉ ଗୋଟେ ପେଜ ଉଲ୍ଟିବା। ଆସ ଟିକେ ଚିନ୍ତା କରି କହିବା ଓ ଲେଖିବା। ତ ପିଲାମାନେ 1 ନମ୍ବର ପ୍ରଶ୍ନ କ'ଣ ଅଛି? ନଦୀ ଆମର କ'ଣ ଉପକାର କରେ? ଯେକୌଣସି 2ଟି ବାକ୍ୟ ଲେଖ। ଚାଲ ଆମେ ଲେଖିବା। ତ
ତ ପିଲାମାନେ ଆପଣ କ'ଣ ଲେଖିବେ? କ ନମ୍ବର ଆନ୍ସର୍ ହେଉଛି ନଦୀ ଆମକୁ ଜଳ ଦେଇଥାନ୍ତି ଚାଷ କରିବାକୁ। ପିଲାମାନେ ଆମକୁ ନଦୀ ଦେଇଥାନ୍ତି ଜଳ ପାଣି ଚାଷ ଜମି କରିବାକୁ। ଚାଷ କରୁ, ଧାନ ଚାଷ, ମୁଗ ଚାଷ, ଟମାଟୋ ଚାଷ, ବିଭିନ୍ନ ପ୍ରକାର ଚାଷ କରୁ। ତ ଆପଣ କ ନମ୍ବର ଏମିତି ଆନ୍ସର୍ ଲେଖିବେ। ତ ଖ ନମ୍ବର ବି ସେମିତି ଲେଖିବେ। ନଦୀ ଜଳକୁ ନେଇ ଆମେ ବିଦ୍ୟୁତ୍ ବ୍ୟବହାର କରୁ। ବିଦ୍ୟୁତ୍ ବ୍ୟବହାର କରୁ ନା, ନଦୀରୁ ହିଁ ଜଳ ଆସିଲେ ତ ଆମେ କରେଣ୍ଟ ସାହାଯ୍ୟରେ ବିଦ୍ୟୁତ୍ ବ୍ୟବହାର ଆମେ କରୁ। ଖ ନମ୍ବର ପ୍ରଶ୍ନ ଆପଣ ଏମିତି ଲେଖିବା ଉତ୍ତର। ତ ଚାଲ ପିଲାମାନେ ଆଜି 2 ନମ୍ବର ପ୍ରଶ୍ନ ପଢ଼ିବା। ତୁମେ କେଉଁ ପରିସ୍ଥିତିରେ ଅନ୍ୟକୁ ସାହାଯ୍ୟ କରିବ? ଯେକୌଣସି 2ଟି ବାକ୍ୟ ଲେଖ। ତ ପିଲାମାନେ ଆମେ କ'ଣ ଲେଖିବା 2ଟି ବାକ୍ୟ? ତ ଚାଲ ଦେଖିବା। ତ ଆପଣ ଲେଖିବେ ମୋ ସାଙ୍ଗ ଯଦି ଟିଫିନ୍ ଯଦି ନ ନେଇଥିବ ତ ଆମେ ସେ ଭୋକରେ ରହିବ କି? ତ ଆମେ ତାକୁ ଟିଫିନ୍ ଦେବା, ଖାଇବା ମିଶିକି ତାଙ୍କର ମୋର ମିଶିକି ଖାଇବା। ତ ଆପଣ ଲେଖିବେ କ ନମ୍ବର ଏମିତି। ତ ଖ ନମ୍ବର ବି ଲେଖିବେ ମୋ ସାଙ୍ଗ ଯଦି ସ୍କୁଲ ପେନ୍ କି ଖାତା କି କୌଣସି ବହି ନ ନେଇଥିବ ହେଲେ ତ ଆମେ ତାକୁ କ'ଣ ସାହାଯ୍ୟ କରିବା। ଖ ନମ୍ବର ଏମିତି ଆପଣ ଲେଖିବେ। ତ 3 ନମ୍ବର କ'ଣ କୋଶ୍ଚିନ୍ ଦେଇଛି ପିଲାମାନେ? ତୁମ ସାଙ୍ଗର 2ଟି ଭଲ ଗୁଣ ବିଷୟରେ ଲେଖ। ତ ଆପଣ ଲେଖିବେ ମୋ ସାଙ୍ଗ ଭଲ ପାଠ ପଢ଼େ। ଖ ନମ୍ବର କ'ଣ ଲେଖିବ? ମୋ ସାଙ୍ଗ ବାବା ମାଆଙ୍କର ସେବା କରେ ଓ କଥା ଶୁଣେ ସବୁବେଳେ। ତ ଆପଣ ଏମିତି ଲେଖିବେ 3 ନମ୍ବର କୋଶ୍ଚିନ୍ର ଉତ୍ତର। ତ ପିଲାମାନେ ଏଇଟା ଦେଇଛି ଶବ୍ଦ ଓ ଅର୍ଥ। ପାହାଡ଼ ପାହାଡ଼ ପର୍ବତ, ନଦୀ ନଈ, ଜନ ଲୋକ, ସରି ସମାନ, ସଦାବେଳେ ସବୁ ସମୟରେ। ତ ଏଇଟା ହେଲା ଏତିକି 1 ନମ୍ବର କୋଶ୍ଚିନ୍। ତ ଚାଲ ଦେଖିବା। ତ ପିଲାମାନେ 1 ନମ୍ବର କୋଶ୍ଚିନ୍ କ'ଣ ଦେଇଛି? ଉପରେ ଦିଆଯାଇଥିବା ସାରଣୀକୁ ଦେଖି ସେଥିରୁ ଯେକୌଣସି 2ଟି ଶବ୍ଦକୁ ନେଇ ବାକ୍ୟ ଗଠନ କର। ତ ପିଲାମାନେ ଚାଲ ଉପର ଯେଉଁ ସାରଣୀଟିକୁ ଆଉଥରେ ପୁଣି ଥରେ ଦେଖିଦେବା। ତ ପିଲାମାନେ ଉପର ସାରଣୀଟିକୁ ଦେଖ। ଲୋକ ଗୋଟେ ରାଉଣ୍ଡ ମରାଯାଇଛି, ସବୁ ସମୟରେ ତ ରାଉଣ୍ଡ ମରାଯାଇଛି। ତ ଏଇ 2ଟାକୁ ନେଇକି ଆମେ ଗୋଟେ ବାକ୍ୟ ଗୋଟେ ଗଠନ କରିବା ଚାଲ। ତ ଦେଖନ୍ତୁ ଲୋକ କ ନମ୍ବର ଆନ୍ସର୍ ହେବ ଅସହାୟର ଲୋକଙ୍କୁ ସାହାଯ୍ୟ କରିବା। ତ ଖ ନମ୍ବର ଆପଣ ଲେଖିବେ ମୋ ସାଙ୍ଗ ସବୁ ସମୟରେ ସାହାଯ୍ୟ କରେ। ତ ଆପଣ ଉତ୍ତର ଏତିକି ଲେଖିବେ। ତ 2 ନମ୍ବର କ ପ୍ରଶ୍ନ ହେଉଛି କବିତାକୁ ଖୋଜି ତଳେ ଦିଆଯାଇଥିବା ଶବ୍ଦ ପରି ସମାଧାନ ଶବ୍ଦ ଲେଖ। କହିବି ରହିବି ଲେଖାଯାଇଛି ତ ହିତ ମିତ ଲେଖିବ, ପରି ସରି ଲେଖିବ, ଯିଏ ସିଏ ଲେଖିବ, ମନ ଧନ ଲେଖିବ। ତ 3 ନମ୍ବର ପ୍ରଶ୍ନ ହେଉଛି କଥାରେ କ'ଣ କହିବା ଓ ଲେଖ। ପରାଏ ପ୍ରାୟ ଲେଖିବ, ପଥେ ପଥରେ ଲେଖିବ, କରଇ କରି ଲେଖିବ, ବିତରଣ ଲେଖିବ ଆପଣମାନେ। ତ 4 ନମ୍ବର ପ୍ରଶ୍ନ ହେଉଛି ସାରଣୀର ଅକ୍ଷର ନେଇ ଶବ୍ଦ ଗଢ଼ ଓ ପଢ଼ ଲେଖ। ସାରଣୀ ଲେଖିବ ଚଟ, ନଟ, କାନ, ଚାମଚ, ନଳ, ମଳ, ମକା, ଚକା ଏପରି ସବୁ ଆପଣ ଲେଖିବେ। ତ 5 ନମ୍ବର ପ୍ରଶ୍ନ ଦେଇଛି ତଳେ ଦିଆଯାଇଥିବା ବାକ୍ୟ ଗୁଡ଼ିକୁ ପଢ଼। ଚଗଲା ଚଟିଆକୁ ଚଣା ଦେଲା, ନଟବର ନୌକାରେ ନଦୀ ପାର ହେଲା, କନକ ପନିକିରେ କଖାରୁ କାଟିଲା। ତ ଏପରି ଆପଣ ପଢ଼ିକି ଲେଖିପାରିବେ ଆପଣ। ତ 6 ନମ୍ବର କୋଶ୍ଚିନ୍ କ'ଣ ଦିଆଯାଇଛି? ତଳେ ଦିଆଯାଇଥିବା ପଶୁ ପକ୍ଷୀଙ୍କ ମଧ୍ୟରୁ କେଉଁମାନଙ୍କୁ ବଣରେ ରୁହନ୍ତି ସେମାନଙ୍କ ନାମ ଲେଖ। ତ ଆପଣ ଲେଖିବେ ବାଘ, ଭାଲୁ, ମୟୂର, ମାଙ୍କଡ଼। ତ ଆପଣ ଲେଖିବେ ସିଂହ, ହାତୀ, ବିଲୁଆ, ଠେକୁଆ। ତ ଏହିପରି ଆପଣ ସବୁ ଲେଖିପାରିବେ। ତ ଆପଣ ଏହିପରି ଲେଖିବେ। ତ ପଛପଟେ ଦେଖିବେ ହାତ ଅଛି ଗୋଡ଼ ନାହିଁ ତାର ମଥା, ମଣିଷକୁ ଗିଳି ଦେଉଛି ଅଜବ ଏ କଥା ମୁଁ କି? ତ ଏହିପରି ଆପଣମାନେ ଉତ୍ତର କମେଣ୍ଟ କରିକି ଲେଖିବେ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ।